ମୁଁ ତ ତମକୁ କେବଳ ଏଇଠି ଅପେକ୍ଷା କରିଛି। କୁହନ୍ତୁ ଏତେ ରାତିରେ ମତେ ଏଠାକୁ ଡକେଇଲେ କାହିଁକି? ସ୍ୱପ୍ନ, ପାହାଡ଼ କଳେ ମୋ ଡ୍ରାଇଭର ଅଛି। ତମେ ଗାଡ଼ି ନେଇ ଘରକୁ ଯାଅ, ମୁଁ ତମ ସହିତ ପରେ କଥା ହେବି। ଓକେ। ଆଚ୍ଛା ଶୁଣ, ତମ ସହିତ ମୋର ଗୋଟେ ଜରୁରୀ ଆଲୋଚନା କରିବାର ଅଛି। ତମେ ଯଦି ମତେ ଟିକେ ସାହାଯ୍ୟ କରନ୍ତ ତାହେଲେ ଭଲ ହୁଅନ୍ତା। ଅସହାୟ ଭାଇ ଭଉଣୀ ବ୍ୟତୀତ ଏ ସରବ ସାହାଣୀ କାହାକୁ ସାହାଯ୍ୟ କରେ ନା। ଆରେ କଣ କହିବାର ଅଛି ଶୀଘ୍ର କୁହନ୍ତୁ। ଆରେ କଥା କହିକି ତୁ ମୋ ପାଖରେ ରହି କାମ କଲେ କେମିତି ହୁଅନ୍ତା? ଏ ସରବ ସାହାଣୀ କା ଦୟା ଧର୍ମରେ ବଞ୍ଚିବାକୁ ଚାହେଁ ନା। ଆରେ କଣ କହିବାର ଅଛି ଶୀଘ୍ର କୁହନ୍ତୁ। ମାନେ ମୁଁ ତମକୁ ଏଠିକୁ କାହିଁକି ଡକାଇଥିଲି କି ତମେ ଗୋଟେ ବଡ଼ ବାଘକୁ ମୋ ଗୁମ୍ଫା ଭିତରକୁ ଟାଣି ଆଣିବ। 50,000 ନେବି। ତାପରେ ତାକୁ ଅଷ୍ଟରେ ପିଳେ ପିଳେ ନିଶ୍ଚୟ କରିଦବ। ଲକ୍ଷେ ଟଙ୍କା ନେବି। ତାପରେ ତାକୁ ତମେ ମର୍ଡର କରିବ। 5 ଲକ୍ଷ ନେବି। ହଁ କୁହନ୍ତୁ। ତମକୁ ଗୋଟେ କାମ କରିବାକୁ ପଡ଼ିବ। କୁହନ୍ତୁ ନା। ତମେ ଯାଇ ମୋ ଫ୍ୟାକ୍ଟରୀରେ ପହଞ୍ଚିବ। ମୁଁ ତମ କଥାଟା ବୁଝିଯାଉଛି। ଠିକ ଅଛି ହଁ ଠିକ ଅଛି। ହେଲେ ମର୍ଡର କରିବି କାହାକୁ? ଆରେ କୁହନ୍ତୁ ନା ସେ ଲୋକଟା କିଏ? ପୋଲିସ ଅଫିସର ବିନୟ ରାୟ ବାହାଦୁର। ବିନାୟକ ରାୟ ବାହାଦୁର। ସରବ ସାହାଣୀ ହାତରୁ ତୋତେ କେହି ବଞ୍ଚାଇ ପାରିବେ କି?